ସାଙ୍ଗମାନେ ମୋର ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଏହି ଚ୍ୟାନେଲରେ ଓଡ଼ିଆ ହଟ୍ ଷ୍ଟୋରି ପାଇଁ କରାଯାଇଛି। ଆପଣମାନଙ୍କର ମନୋରଞ୍ଜନ ପାଇଁ ଯଦି ଆପଣମାନଙ୍କୁ ଭଲ ଲାଗେ। ମୁଁ ରାଜା। ମୁଁ ଆଜି କହିବି ବଡ଼ ଭଉଣୀର ବିଆ ଦେଖିଲା ପରେ କେମିତି ଲାଗେ। ଆପଣମାନଙ୍କୁ ମୋର ଜୀବନରେ ଘଟିଥିବା ଅଭୁଲା ସ୍ମୃତିକୁ ବାଣ୍ଟିବା ପାଇଁ ଯାଉଛି। ଏଥିରେ ଆପଣମାନେ ବି ଜାଣିପାରିବେ ବଡ଼ ଭଉଣୀ ସହ ଗିହାଗେହି ହେଲେ କେମିତି ଲାଗିଥାଏ। ମୋ ବଡ଼ ଭଉଣୀର ନାମ ହେଉଛି ଦୀପା। ବୟସ 25 ହେବ ଆଉ ଦେଖିବାକୁ ବହୁତ ଗୋରା। 38, ଦୁଧକୁ 38, ଗାଣ୍ଡି କିନ୍ତୁ ଅଣ୍ଟା 28, ଏମିତି ଖୋଜିଲେ ବି ପାଇବେନି। ସେ ଘରେ ସବୁବେଳେ ଢିଲା, ମାନେ ସାଇଜର ପିନ୍ଧିକି ବୁଲେ, ଆଉ ବେଳେବେଳେ ମ୍ୟାକ୍ସି ପିନ୍ଧିକି ବୁଲେ। ଗୋଟେ ଦିନ ଘରେ ଆମେ ସମସ୍ତେ ଲୁଚାଲୁଚି ଖେଳୁଥିଲୁ। ମୁଁ ଆସି ଖଟରେ ଲୁଚିଥାଏ। ଦିଦି ଗାଧୋଇସାରି ଚେଞ୍ଜ କରିବାକୁ ସେଇ ରୁମକୁ ଆସି ପହଞ୍ଚିଗଲା। ଦୁଆର ବନ୍ଦ କରିକି ସେ ଓଦା ଟୁଏଲକୁ ଖଟ ଉପରକୁ ଫୋପାଡ଼ି ଦେଲା। ମୋତେ କାଳେ ସେ ଦେଖୁଦେବ ବୋଲି ମୁଁ ଖଟ ତଳେ ଲୁଚିଗଲି। ସେ ଗାଧେଇକି ଆସିକି ଟାୱାଲରେ ଗୋଡ଼ ହାତ ଆଉ ଜଙ୍ଘ ସନ୍ଧା ସବୁ ପୋଛିଲା। ଆଉ ତାପରେ ସେ ଗୋଟେ ଗୋଡ଼କୁ ଖଟ ଉପରେ ରଖୁକି ବିଆକୁ ମେଲେଇକି ବିଆରେ ଗାମୁଛାକୁ ଛପେଇ ପୋଛି ଚାଲିଲା। ମୁଁ ଖଟ ତଳୁ ତା ବିଆକୁ ଦେଖିବାକୁ ଚେଷ୍ଟା କଲି। ସେ ତା ବିଆକୁ ନଇଁକି ଦିଟା ଆଙ୍ଗୁଠିରେ ମେଲେଇକି ଗାମୁଛାରେ ଛପେଇଲା ବେଳକୁ ମୁଁ ପୁରା କ୍ଲିଅର ଦେଖୁଦେଲି। ତା ବିଆକୁ ଦେଖୁକି ସଙ୍ଗେ ସଙ୍ଗେ ମୋ ବାଣ୍ଡ ହେଲେ ଟିଙ୍ଗେଇ ହେଇଗଲା। ମୁଁ ଛୋଟ ପିଲା ହେଲେ ବି କଣ ହେବ, ମୋତେ 14 ବର୍ଷ ହେଲାଣି। ମୋ ବାଣ୍ଡରୁ ହେଲେ ସେତେବେଳକୁ ହଲେଇଲେ ପତଳା ପାଣି ଭଳିଆ ଲାଳ ବୋହୁଥାଏ। ସେ ଏତେବେଳକୁ ତା ବିଆରେ କିଛି ବି ବାଳ ବୋଧେ ସିଏ ନଥିଲା। ସିଏ ଟ୍ରିମରରେ ସବୁ ସଙ୍ଗେ ସଙ୍ଗେ କାଟିକି ଗାଧେଇକି ଆସିଥିଲା। ସେଥିପାଇଁ ବିଆ ସେଦିନ ବହୁତ ଚିକ୍କଣ ଦେଖାଯାଉଥିଲା। ସେହି ସମୟରେ ପୋଛାପୋଛି ହଉଥିଲା ଯେ କିଛି ପିନ୍ଧିନଥିଲା, ଆଉ ଦୁଧର ଭୁଣ୍ଡି ଦିଟା ପୁରା ସିଧା ଗୋଜିଆ ହେଇକି ଆଗକୁ ବାହାରିକି ରହିଥିଲା। ମୁଁ ବହୁତ କରିକି ରହିଲି ସେଇରେ। ଇଚ୍ଛା ହଉଥିଲା ଦୁଧକୁ ଖାଇକି କ୍ଷୀର ସବୁ ସାରିଦେବା ପାଇଁ। ତାପରେ ଟ୍ରାନ୍ସପରେଣ୍ଟ ବ୍ରା ଆଉ ଚଡ଼ି ପିନ୍ଧିଲା ସେ, ପୁଣି ଧଳା ରଙ୍ଗର। ପୁରା ଲଙ୍ଗଳା ହେଇବ ଦେବା ଯାହା ଚଡ଼ି ଆଉ ବ୍ରାରେ ଦେଖୁବା ସେଇରା ଜଣ ପଡୁଥିଲା। ତାପରେ ସେ ମ୍ୟାକ୍ସି ପିନ୍ଧିଲା ଆଉ ଚାଲିଗଲା ସେ ରୁମରୁ। ମୋର ସେତେବେଳକୁ ପ୍ୟାଣ୍ଟରେ ଟିକେ ହେବ ଲାଳ ବାହାରିକି ପ୍ୟାଣ୍ଟ ଓଦା ଓଦା ଲାଗୁଥିଲା। ସେ ଦୁଆର ବାହାର ପଟୁ ଖୁଡ଼ିକି ଦେଇକି ଚାଲି ଯାଇଥିଲା। ମୁଁ ସେ ସମୟରେ ଅଲଣାରୁ ତାର ବ୍ରା ଆଉ ଚଡ଼ି କାଢ଼ିକି ଶୁଙ୍ଗି ହଲେଇବାରେ ଲାଗିଲି। ଏତିକି ବେଳେ ରିଙ୍ଗ ହେଲା ଦିଦିର। ଦିଦି ଦୌଡ଼ିକି ଆସିଲା। ମୁଁ କବାଟ କଣରେ ଥାଏ। ନେଇ ସେ ଚାଲିଗଲା ଚଟକିନା। ମତେ ଦେଖୁନି ସେ। ମୁଁ ବଞ୍ଚିଗଲି ସେ ଦିନ। ଆଉ ଗୋଟେ ଦିନ ମୁଁ ଖଟରେ ଶୋଇଥାଏ। ମୋ ବେଡ୍ରେ କେହି ଶୁଅନ୍ତିନି। କଣ ହେଲା କେଜାଣି ଦିଦି ଆସି ହଠାତ୍ ଶୋଇଛି ମୋ ବେଡ୍ରେ। ମୁଁ ସେତେବେଳକୁ ନିଦ ହେଲା ଭଳି ଅଭିନୟ କରୁଛି, କିନ୍ତୁ ମୋତେ ନିଦ ହେଇନି। ଦିଦି ମୋ ପାଖରେ ଶୋଇବାରୁ ହଠାତ୍ ମୋର ସେଦିନର କଥା ମନେ ପଡ଼ିଗଲା, ଆଉ ଖାଲି ଆଗରେ ଦିଦିର ମେଲେଇ ହେବା ସମୟର ବିଆ ଆଉ ତା ଗୋଜିଆ ଦୁଧ ଭୁଣ୍ଡି କଥା ମନେ ପଡ଼ିଗଲା। ହଠାତ୍ ଦିଦିର ଦୁଧ ଆଉ ବିଆ କଥା ମନେ ପଡ଼ିବାରୁ ମୋ ବାଣ୍ଡ ନିଆଙ୍ଘୁଳା ଭଳିଆ ଟିଙ୍ଗେଇ ହେଇଗଲା। ମୋ ବାଣ୍ଡ ସେତେବେଳକୁ ବହୁତ ଛୋଟ ଆଉ ସୁନ୍ଦର ହେଇଥାଏ। କିନ୍ତୁ ଝିଅପିଲା ବିଷୟରେ ଭାବିଲା ମାନେ ବାଣ୍ଡ ଟିଙ୍ଗେଇ ହେଇଯାଏ ଆଉ ଗେହିବାକୁ ଖାଲି ଇଚ୍ଛା ହୁଏ। ଦିଦି ଯେତେବେଳେ ମୋ ପାଖରେ ଶୋଇଲା ସେତେବେଳେ ତା ଗାଣ୍ଡି ପିଚା ମୋ ଦେହରେ ଘଷି ହଉଥାଏ, ଆଉ ମୁଁ ତା ବିଆର କଣାରେ ମୋ ବାଣ୍ଡ କେତୋଇକି ପଶିବ ସେ ବିଷୟରେ ମନେ ମନେ ଭାବିକି ବାଣ୍ଡକୁ ଟିଙ୍ଗେଇ ଚାଲିଥାଏ। ତାପରେ ମୁଁ ଆଉ ସମ୍ଭାଳି ପାରିଲିନି। ମୁଁ ନିଦରୁ ଉଠିକି ଆଖ୍ ଖୋଲିକି ଧୀରେ ଧୀରେ ତା ଦୁଧକୁ ଆଉ ଗାଣ୍ଡିର ଭାଗକୁ ଅନାଉଥାଏ। ସେ ସେତିକିବେଳେ ମୋବାଇଲରେ ବିଆକୁ ଖଟରେ ଚାପିକି ରଖୁକି ରେ ଦେଖୁଥିଲା।
ମୁଁ ନିଦରୁ ଉଠିକି ସୁସୁ ଯିବି ବୋଲି କହିକି ଉଠିକି ପଳେଇଲି। ତାପରେ ବାଥରୁମରେ ଏକ କରିବି କ'ଣ ଠିଆ ହେଇ ଦିଦିର ବିଆ ବିଷୟରେ ଭାବି ଭାବି ହଲେଇଲି। ଦିଦି ସେଦିନ ଗାଧେଇକି ଡ୍ରେସ୍ ବଦଳିବା ସମୟରେ ତା ଲଙ୍ଗଳ ଦେହ ମୁଁ ଦେଖୁମ୍ବା କଥା ଭାବୁଥାଏ ଆଉ ହଲଉଥାଏ। ଦିଦିକୁ କେମିତି ଗେହିବି ଆଉ ଗେହିଲେ ତା ବିଆର କେତୋଇକି କଣା ଯାଏ ମୋ ବାଣ୍ଡ ଯିବ ସେହି ବିଷୟରେ ଭାବନା ଆସୁଥିଲା ଆଉ ମୁଁ ଜୋର ଜୋରରେ ଠିଆ ହେଇକି ହଲେଇ ଚାଲିଥାଏ। ତାପରେ ଏମିତି ହଲେଇବା ଭିତରେ ମୋ ବାଣ୍ଡରେ କ'ଣ ଗୋଟେ ମୋଡ଼ି ହେଇକି ଗୁଡ଼େଇ ହେଇଗଲା ଭଳି ଲାଗିଲା ଆଉ ମୋର ପିଚ ପିଚ ହେଇକି ନାଳୁଆ ନାଳୁଆ ପାଣି ବାହାରି ପଡ଼ିଲା। ମୁଁ ତାପରେ ଧୁଆଧୋଇ ହେଇକି ସୁସୁ କରିକି ବାଣ୍ଡକୁ ଶୁଆଇ ଦେଇକି ଯାଇକି ଆଉଥରେ ଦିଦି ପାଖରେ ଶୋଇଲି। ତାପରେ ମୋତେ କେତେବେଳେ ନିଦ ହେଇଯାଇଛି ହେଲେ ମୁଁ ଜାଣିନି। ମୁଁ ଏବେ ପ୍ଲାନ୍ କରୁଛି ଦିଦିର ବିଆର ଭିଡ଼ିଓ କେମିତି ହେଲେ ବନେଇବି ଆଉ ସେ ସୁସୁ କଲା ବେଳକୁ ଯେମିତି ହେଲେ ତା ବିଆ କଣାରୁ କେମିତି ଚିଚି ବାହାରୁଛି ଦେଖିବା ପାଇଁ ଇଚ୍ଛା।